ଯାଜପୁର ଜିଲ୍ଲାରେ ଅସହ୍ୟ ତାତି, ଆକାଶରୁ ବର୍ଷୁଛି ଅଗ୍ନିବର୍ଷା। ଅସହ୍ୟ ଗରମରେ ଲୋକେ ଅସ୍ତବ୍ୟସ୍ତ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ 10ଟା ପରେ ଲୋକ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। ସନଷ୍ଟ୍ରୋକ୍ ହୋଇଥିବା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ବିଶ୍ରାମ କକ୍ଷ ଖୋଲିବାକୁ ନିବେଦନ କରିଛନ୍ତି ଗରମରୁ ତ୍ରାହି ତ୍ରାହି ଡାକୁଥିବା ଜନସାଧାରଣ। ଅନ୍ୟପଟେ ମାର୍ଚ୍ଚ 1 ତାରିଖରୁ ଆଜି ଯାଏଁ ଜିଲ୍ଲାରେ 21 ଜଣ ଅଂଶୁଘାତର ଶିକାର ହୋଇଥିବା ସୂଚନା ଦେଇଛନ୍ତି ଯାଜପୁର ସିଡିଏମ୍ଓ ଶିବାଶିଷ ମହାରଣା। ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ, ଯାଜପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଓଆରଏସ୍ କାଉଣ୍ଟର କରାଯିବା ସହିତ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ବିଶ୍ରାମ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। आम 1 मार्च रु डेली रिपोर्टिंग करुँ स्टेट को से अनुसार बर्तमान सुधा आमर 21 जन आफेक्टेड होती सनस्ट्रोक ये से ट्रिटमेंट कराई से घर को छड़ाई। आमर प्रत्येक पीएससी और सीएससी रे आमर ओआरएस काउंटर कराई और सनस्ट्रोक कि रूम रखाई प्रत्येक सीएससी रे और पीएससी रे बेड रखाई। डीएचएस रे आम 6टा बेड रखीचु। गोटे ट्राइजिंग ट्राइजिंग माने जो इमिडिएट ट्रिटमेंट दिज्व तापर शिफ्ट करने आउ गोटे जगह 3टा बेड रखीचु।